କଲେ ଯୋଉ କଣ୍ଡିସନ ମାନଙ୍କ ବିଷୟରେ ଯେମିତିକି ଲୋ ବ୍ୟାକ୍ ପେନ୍ ହେଲା କିମ୍ବା ନେକ୍ ପେନ୍ ହେଲା, ଅଷ୍ଟିଓଆର୍ଥ୍ରାଇଟିସ୍ ନି ଜଏଣ୍ଟ ହେଲା ବା କୌଣସି ପ୍ରକାର ଲିଗାମେଣ୍ଟ ବା ଟେଣ୍ଡନର ଇଞ୍ଜୁରି ଯୋଉଟାକି ଆଜିକା ଡେଟ୍ରେ କମନ୍ ମସ୍କୁଲୋସ୍କେଲେଟାଲ ହାଜାର୍ଡ ଯୋଉଟା ଆମେ ଡେ ଟୁ ଡେ ଓପିଡିରେ ଦେଖୁଛୁ। ଲୋକମାନେ ମୁଖ୍ୟତଃ କମ୍ପ୍ଲେନ୍ ନେଇକି ଆସୁଛନ୍ତି ଯେତେବେଳେ ତାଙ୍କର ପ୍ରଥମ ଆଲୋଚନା ରହୁଛି ଆମକୁ ସର୍ଜରୀର ଆବଶ୍ୟକତା ଅଛି କିମ୍ବା ନାହିଁ। ତ ଏଇ ଟପିକକୁ ଯିବା ପୂର୍ବରୁ ପ୍ରଥମେ ଆମେ ବୁଝିବା ଏ ଯୋଉ ସମସ୍ୟା ଗୁଡାକ ରହୁଛି ତାର ମୂଳ ଅସୁବିଧାଟା କୋଉଠି ରହୁଛି, କଣ ପାଇଁ ଏ ସମସ୍ୟା ଗୁଡାକ ଉପୁଜୁଛି। ତ ଯେତେବେଳେ ଆମେ ବିଶେଷ ଭାବରେ ଲୋକକୁ ପରୀକ୍ଷଣ କରୁଛେ ବା ତାର ଆସେସମେଣ୍ଟ ଡିଟେଲ୍ସ କ୍ଲିନିକାଲ ଆସେସମେଣ୍ଟ ନେଉଛେ ଦେନ୍ ବୁଝିବାକୁ ମିଳୁଛି ଯେ କୌଣସି ପ୍ରକାର ପାଷ୍ଟ ଇଲନେସ୍ କିମ୍ବା କୌଣସି ପ୍ରକାର ଇଞ୍ଜୁରି ବା ଟ୍ରମା ଯଦି ପେସେଣ୍ଟର ଅଛି ତାହେଲେ କୌଣସି ଗ୍ରେଡ୍ସ ବା ଆବଶ୍ୟକତା ଯୋଉଟା ରହୁଛି ସ୍କେଲିଂସ ରହୁଛି, ଯଦି ଗ୍ରେଡ୍ 1 ଗ୍ରେଡ୍ 2 ଗ୍ରେଡ୍ 3 ଇଞ୍ଜୁରି ରହୁଛି ଦେନ୍ ଯଦି ବିଶେଷ ଭାବରେ ତାର ମେଜରିଟି ଆଫେକ୍ଟ ହେଇଛି ବଡି ତାହେଲେ ସର୍ଜରୀର ଆବଶ୍ୟକତା ଅଛି, କିନ୍ତୁ 90% କଣ୍ଡିସନରେ ସର୍ଜରୀର ଆବଶ୍ୟକତା ରହୁନାହିଁ। ତ 90% ଲୋକ ସିମ୍ପଲ ଫିଜିଓଥେରାପି, ରିହାବିଲିଟେସନ, ପୋସ୍ଚର ମଡିଫିକେସନ୍ସ, ଅर्थोटिक एड्स एंड ଆପ୍ଲାଏନ୍ସେସ୍ ଆମେ ଯେଉଁ କହୁଛେ କିଛି ଜୀବନଶୈଳୀରେ ପରିବର୍ତ୍ତନ ଏକ୍ସରସାଇଜ ମାଧ୍ୟମରେ ଫିଜିଓଥେରାପି ମାଧ୍ୟମରେ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗର ବି କୌଣସି ସୁବିଧା ରହୁଛି ଯେଉଁ ଜାଗାରେ ୟୁଟିଲାଇଜ ଦ୍ୱାରା ସର୍ଜରୀର ଆବଶ୍ୟକତା ରହୁନାହିଁ। ଆମେ ସର୍ଜରୀକୁ ଆଡ଼େଇ ଦେଇପାରିବା କାହିଁକିନା ସର୍ଜରୀ ଗୋଟେ ଅନେକ ମାନେ ଗୋଟେ ସୁବିଧାଜନକ ଆପ୍ରୋଚ ନୁହେଁ ସମସ୍ତଙ୍କ ସବୁ ବର୍ଗର ଲୋକଙ୍କ ପାଇଁ। ତ ଆମେ ପ୍ରଥମେ ପେସେଣ୍ଟକୁ ଯଦି ଡିଟେଲ ଇଭାଲୁଏସନ୍ସ କରିବା ତାର ଲାଇଫଷ୍ଟାଇଲକୁ ଦେଖିବା ତାହେଲେ ମେଜରିଟି କଣ୍ଡିସନରେ ଆମେ ସର୍ଜରୀକୁ ଆଡ଼େଇ ଦେଇପାରିବା ବା ସର୍ଜରୀର ଆବଶ୍ୟକତାଟାକୁ ଦୂରେଇ ଦେଇପାରିବା ଅର୍ ଡିଲେ କରିପାରିବା ସର୍ଜରୀ ଆବଶ୍ୟକତା। ଇମିଡିଏଟ୍ ସର୍ଜରୀ ସବୁବେଳେ ଆବଶ୍ୟକତା ନଥାଏ।